ଚତୁର୍ଦ୍ଦଶୀରେ ମହାଦୀପ ଉଠାଏ। ସେ ଦୈନନ୍ଦିନ ଏବଂ ପତାକା ଲାଗି ବି କରେ। ସେ ମହାଦୀପ ନେଇ ଯାଉଥିବା ସମୟରେ ଅଚାନକ ତାର କ'ଣ ଅସୁବିଧା ହେବାରୁ 10 ଫୁଟ ହାଇଟରୁ ଗଳି ପଡ଼ିଲା। ତାର ପୁନର୍ବାର ପୁଣି ମହାଦୀପ ଉପରକୁ ଉଠିଆଗଲା। ଆଉ ତାଙ୍କର ସମର୍ଥ ଭାଇମାନେ ଯେଉଁମାନେ ଅଛନ୍ତି ସେ ସମର୍ଥ ଭାଇମାନେ ଉଠାଇଲେ। ପ୍ରଶାସନ ପକ୍ଷରୁ 10ଟା ବେଳେ ମହାଦୀପ ଉଠିବାର ଥିଲା, ଏତେ ଲେଟ୍ କାହିଁକି ହେଲା? ଅଧଘଣ୍ଟା ଲେଟ୍? ଅଧଘଣ୍ଟା ଲେଟ୍ କିଛି ନାହିଁ, ସେମିତି ବହୁତ ଡେରି ହେଇଥାନ୍ତା। ଝିଅଙ୍କର ଯାନଯାତ୍ରାରେ କେଉଁଠି ଯିବା ଆସିବା ସମୟ ଭିତରେ ବହୁତ ସମୟ ବିଳମ୍ବକୁ କାଟି ଦିଆଯାଇ ଅଧଘଣ୍ଟାରୁ 25 ମିନିଟ୍ରୁ ଅଧଘଣ୍ଟା ମଧ୍ୟରେ ଶେଷ କରାଯାଇଛି। କାରଣ ମୁଁ କହିପାରିବି ନାହିଁ। ଅବସ୍ଥା ହସ୍ପିଟାଲ ଯାଇଛି, ମୁଁ କହିବି ତା ବିଷୟରେ। ବୟସ 50 ପରେ ହେବ। ତା ନା ଜଗୁଆ ବୋଲି ଆମେ ଜାଣ, ଡାକ ନା ଭଲ ନା ଆମେ ଜାଣିନି। ନାଇଁ ମୁଁ ଦେଖିନି, ମୁଁ ଉତ୍ତର ଦ୍ୱାର ପଟେ ଥିଲି। ସେ ଦକ୍ଷିଣ ଦ୍ୱାର ପଟେ ଚଢନ୍ତି, ତ ମୁଁ ଦେଖିନି, ସେ କଥା କହିପାରିବିନି। ନା ମୋ ମୁହଁ କ'ଣ ମାଡ଼ ହେଇଛି ଶୁଣୁଥିଲି। ନାଇଁ ମୁହଁ ଆଜ୍ଞା ନାଇଁ ଗୁରୁତର ହେଇଛନ୍ତି। ବୟସ କେତେ ହବ? ବୟସ ସେଇ 50 ଭିତରେ, 50-55। ନାଁଟା କ'ଣ? ଯୋଗ୍ୟ ସମର୍ଥା। ଯୋଗେନ୍ଦ୍ର ସମର୍ଥା। ତାଙ୍କ ପରେ କିଏ ନେଲା? ତାଙ୍କ ପରେ ଜାଣିନି ଆଉ କିଏ ଆଉ ନେଲା।